କଣ କରୁଛ ଦାଦା? हाय फ्रेंड्स हेलो हाय जय जना नमस्कार गुड फ्रेंड्स आपन यूट्यूब चैनल इंटरनेट इंट्रोडक्शन नुआ फ्रेंड्स को स्वागत करूँ। आज हूँ जनवरी 18 तारीख जहाँ चिंटू आनार आज मंगन से आम घर समस्ते आज एक्साइटेड अच्छा बहुत सारा भी कम अच्छे देखो मुझे 4टा रात उठिक देख देखे सब तक छात उपर सब धुआ धुई कर सारा आ बहुत सारा कम अच्छे 4:30 रात उठिक पुणी आज अच्छी रोसई ठाकुराणी पाखे से सब परिया पत्र आसीगला सौदा पत्र आसगला ये खाली टिके ना ओलिया ओली करदेवी तापर आपण मैंने निश्चय वीडियो को देखुता आ कमेंट करेंगे कौन भाव में आमर कि त्रुटि रही जाऊँगी कि किसी मिस कर जाऊँ आप निश्चय कमेंट निश्चय लिखे चलो बहुत सारा कम अच्छी आपन वीडियो छोट छोट क्लिप करके आपको शेयर करी ये बर्तमान छात्र को नीट एंड क्लीन कर सारे कथा शीत भी प्रबल सकाल सकाल जो ओदा हो कम हो देह खराब ना देह मत खराब हो ना कुछ ना अवस्था तो देखिपे माने टाइम भी नहीं फुर्सत भी नहीं माने टी मुंड फुंड कुंडे फ्रेश हाँपे कम चलती तो सकाल चलती आमर कमटा के सुरखुरी सरी जाऊ तापर देखिया चलो बर्तमान जीव ग्रोसरी दुकान सब ग्रोसरी तक आना ठाकुर पाखे परियापत्र आसी पहुँची गला खाली ग्रोसरी पनीर आम काठ फाट किसी आसबार अच्छी सब से रोषेई जीव आम बाहर चिंटूनार मोर काठ आने को आउ जाऊँ परियापत्र आने को बो देख आमर ये पानी खेली हो माने पानी बाल्टी दब सी खेल माने पूरा भरा माने घर पछिला मत 4 दिन में आसला 15 तारीख 16 तारीख 17 तारीख 18 तारीख तार घर पछा चली हाँ कौनटा केत कहले सीना मुझे मत कहले से ट्रेन लगे मत कहले कल कले मुझे सौदा आने शीत ये सीधा घरटा कि घर को जीवा ना डायरेक्ट मंदिर जीवा नाई आम गुड़िया बुढ़ी मोर मौसी घर हाँ हाँ पुना ना टूना भाईना भाईना दे दियो हाँ दौन केते टंका आस्ते आस्ते बोला डबल हाँ कौन स्टार्ट होनी फ्रेंड्स सब सौदा पर सब नहीं आसी पहुँची सारी जहाँकि आज मंगन किसी कार्यक्रम हम बाहागर दिन जो सौदा पत्र आस डायरेक्ट मंडप को जीव तो बहुत सारा आम गेस्ट मान सब आसबार अच्छे से किना सेऊ बुंदिया जहाँ आनी रखीदे कारण गेस्ट मैंने जो सका सब खाइबे किटा भी सेऊ बुंदा रखीगला आउ गोटे देखो कामेका पिला आमर जहाँकि कौन करुँच देखेबी ना ये घर जो आम रसना होगी पड़ता काली जो 17 जन पूजा होता देखो आसला बेलू खुशी ना आम लगी पड़ी घर सफा कम खुशी ना
ଦେଖନ୍ତୁ ଖୁସି ନା ଲାଗି ପଡ଼ୁଛି ଘରଦ୍ୱାର ସଫା କରିବା। ଦେଖନ୍ତୁ ଘରଦ୍ୱାର ବି ବହୁତ ବଢ଼ିଆ ମଧ୍ୟ ପରିଷ୍କାର ହେଇଗଲା। ଖାଲି ଶୁଖିଗଲା ପରେ କାରଣ ଏବେ ଟାଇମ୍ ହେଇଗଲାଣି କେତେଟା 6:30। କୁଣିଆ ମାନେ ଆସିଲା ବେଳକୁ 10ଟା ହେଇଯିବ। 10ଟା ଭିତରେ ସବୁ କୁଣିଆ ଭିତରେ ଆସିବା ଆରମ୍ଭ କରିନେବେ। ସେଥିପାଇଁ ଶୀଘ୍ର ଶୀଘ୍ର ଘରଦ୍ୱାର ପରିଷ୍କାର କରିଦେଲା ପରେ ଆମେ ଯାହା ସବୁ କାମ କରିବୁ ଯାଉଛି ବର୍ତ୍ତମାନ ଗାଧୁଆ ପାଧୁଆ କରିନେବା। ତାପରେ ଠାକୁରାଣୀଙ୍କ ପାଖକୁ ଯିବା। ସାହିରେ ଯେଉଁ ଠାକୁରାଣୀ ମା ଭୁବନେଶ୍ୱରୀ ତାଙ୍କ ପାଖରେ ଆଜି ଦିନବେଳା ରୋଷେଇ ହେବ ଆଉ ରାତିରେ ଅବଢ଼ାର କାର୍ଯ୍ୟକ୍ରମ ଅଛି। ଚାଲନ୍ତୁ ଶୀଘ୍ର ଶୀଘ୍ର ଯାଇକିରି ଗାଧେଇକିରି ଠାକୁରଙ୍କ ପାଖରେ ଯେଉଁ ସାମାନ ଆସିଛି ପନିର ଫନିର ଯାହା ବି ସବୁ ଚିଟୁନ ଆଣିକି ଆସିବେ ବର୍ତ୍ତମାନ ନେଇକି ଠାକୁରଙ୍କୁ ଦେବା। ସେଠି ଯାଇକି ରୋଷେଇବାସ ହେବ। ଭାଇନା ବି ଆଜି ପହଞ୍ଚିଯିବେ 8ଟା ବେଳକୁ। ସମସ୍ତେ ଉଠିକିରି କାମ କରିସାରିଲାଣି। ଏ ଗଧ ଏ ମାର୍କଣ୍ଡି ମାର୍କଣ୍ଡି ଏ ମାର୍କୁଣ୍ଡି ଏ ଦେଖନ୍ତୁ ସମସ୍ତେ ଫ୍ରେଣ୍ଡସ୍ ଉଠିକିରି କାମ କଲେଣି ମାନେ 4:30 ରାତିରୁ। ମାର୍କଣ୍ଡି ଖାଲି କହୁଛି ମୁଁ ହେଇ ମାର୍କଣ୍ଡି କିନ୍ତୁ ଉଠୁନି ଏପର୍ଯ୍ୟନ୍ତ ହେଲାଣି। ତାହେଲେ ମାର୍କଣ୍ଡି ଆଉ ଯିବାର ନାହିଁ ଆଉ କ୍ୟାନସଲ୍। ମୁଁ ଯିବି ଆଉ। କ'ଣ କହୁଛୁ ବୋଉ? କ'ଣଟା କିଛି ଭାଇନା ଚା ଟିକେ କରୁଛି ପିଇଦିଅ। ଆଉ ବାପା ଯାଇଛନ୍ତି ଏଠି ଭୁବନେଶ୍ୱର ମନ୍ଦିର ପାଖରେ ଅଛନ୍ତି ଯାଇକି ଦେଖା କରିବ। ଆମେ ଜିନିଷପତ୍ର ନେଇ ପହଞ୍ଚିବୁ ଆଉ। ଚାଲନ୍ତୁ ରୋଷେଇଆ ଭାଇନା ଆସି ପହଞ୍ଚିଗଲେଣି। ବନ୍ଦ କଲି ତାକୁ ଟିକେ ଚା ଦେଇଦେବ ତାପରେ ସେମାନେ ଯିବେ ରୋଷେଇବାସ କରିବା ପାଇଁ। ଶୀଘ୍ର ଯାହା କରିବୁ ଶୀଘ୍ର। ଆଉ ଦାଦା କ'ଣ ଦଉଥିଲା କ'ଣ ସେ ଆଣିଛନ୍ତି କାଲିରେ କ'ଣ ହେଇଛି ସେଇ ଯୋଉଠୁ କୁନ୍ଥଉଛି ଖଣ୍ଡିଆ କରିଦେଇଛୁ। ହଁ ସିଏ ତାକୁ ଖଣ୍ଡିଆ କରିଦେଇଛୁ। ଚା ଦେଇଦେବୁ ନେଇକି ନା। ମୋ ମୁହଁ ବାହାଘରକୁ ଖରାପ ଲାଗିବ। ମୋ ମୁହଁ ଖରାପ ଲାଗିବ ବୋଲି ମୁଁ ଚୋରି ଯାଉଛି। ଏମିତି ଖଣ୍ଡିଆ କରିଦେଲେ ଅଧିକ ଖରାପ ଲାଗିବ ନା ସେମିତି ଲାଗିଥାନ୍ତା? ଆରେ ଏଇଟା ସିମ୍ପଲ ଉଠିଥିଲେ ଭଲ ଲାଗିଥାନ୍ତା ନା ଏମିତି ଖଣ୍ଡିଆ କରିଦେଲେ ଭଲ ଲାଗିଲା? ଖଣ୍ଡିଆ କରିଦେଲେ ଭଲ ଲାଗିଲା। ଏତେ ବଡ଼ ଆସ୍ତେ ଆସ୍ତେ କମ ହେଇଥାନ୍ତା। ବର୍ତ୍ତମାନ ଆମର ଚାର୍ଜ ଚାଲିଛି। ଓହୋ ବର୍ତ୍ତମାନ କୁଲା ନେଇକି ବର୍ତ୍ତମାନ ଛାତ ବର୍ତ୍ତମାନ ନିଟ୍ ଆଣ୍ଡ କ୍ଲିନ୍ ହେଇସାରିଛି। ଆଉ ମୁଁ ଆସିଥିଲି କୁଲା ନେବା ପାଇଁ କାରଣ ଚାଉଳ ବୋଉ କ'ଣ ପାଛୁଡ଼ିବ ଠାକୁରାଣୀ ପାଖକୁ ଦିଆଯିବ ଛଞ୍ଚା। ସତରେ ବାହାଘର କରିବା ବହୁତ କଷ୍ଟ। ପୁଅ ବାହାଘର ହଉ କି ଝିଅ ବାହାଘର ହଉ କରିବା ବହୁତ କଷ୍ଟ। ମାନେ ଏତେ ଥର ତଳ ଉପର ବହୁତ କିଛି ନା କିଛି ଛୁଟି ଯାଉଛି। ପୁଣି ଯାଉ ପୁଣି ଦାଣ୍ଡରୁ ଆଣିକି ଆସ କିଛି ନା କିଛି ଯାହା ବି କଲେ ବି କିଛି ନା କିଛି ହେଇଯାଉଛି। ଆଉ ସାଧାରଣତଃ ପୁଣି ଆମର ପୁଣି ଗୋଟେ ବାହାଘର ନୁହଁ ଝିଅ ଘର ଯାହା ହେଲେ ଭାଉଜ ଘର ତାଙ୍କର ଯାଜପୁର। ସେଥିପାଇଁ ସେମାନେ ପୁରୀରେ ଆସି କରୁଛନ୍ତି ତାଙ୍କୁ ମଧ୍ୟ ସବୁ କାମରେ ସାହାଯ୍ୟ କରିବାକୁ ପଡ଼ୁଛି। ମାନେ ସବୁଠୁ ସବୁ ନେଇକି ବୁଝାବୁଝିଠୁ ଆରମ୍ଭ କରି ସବୁ ମାନେ ଆମ ମୁଣ୍ଡ ଉପରେ ଦୁଇଟା ବାହାଘର କାରଣ ସେପଟ ବାହାଘର ଆଉ ଏପଟ ବାହାଘର ମାନେ କେତେ କରିବା କଷ୍ଟ ଆପଣମାନେ ବୁଝିପାରୁଥିବେ। କାରଣ ଯାଜପୁର ତ ଆମେ ଯାଇପାରିବୁ ସେଥିପାଇଁ ଭାଉଜରିଙ୍କୁ କହିଥିଲୁ ପୁରୀ ପଳେଇ ଆସ ସେଠି ବାହାଘର ହେବ। ସେମାନେ ମଣ୍ଡପରେ ହେବ କିନ୍ତୁ ସବୁତକ ଦାୟିତ୍ୱ ଆମେ ନେଇକି କରୁଛୁ କାରଣ ସେମାନେ ତ ନୂଆ ବନ୍ଧୁ ଆଉ ତାଙ୍କ ପାଇଁ ବି ନୂଆ ଜାଗା। ସେଥିପାଇଁ ଆମେ ଦୁଇଟାକୁ ମୁଣ୍ଡରେ ନେଇକିରି ବାହାଘର କାମ କରୁଛୁ। ଜଗନ୍ନାଥଙ୍କର ପ୍ରାର୍ଥନା ଟିକେ ଏମିତି ଭଲରେ କରିନିଅନ୍ତୁ। ବର୍ତ୍ତମାନ ଫ୍ରେଣ୍ଡସ୍ ଆଉ ଦାଣ୍ଡ ଦ୍ୱାର ଛାମୁଡ଼ିଆ ସରିଯାଇଛି। ମୁଁ ଆପଣଙ୍କୁ ଦେଖାଉଛି ଛାମୁଡ଼ିଆ ଆଉ ବାହା ଚିତା ଆଉ ବୋଉର ଖୁସିନାର ଲାଗି ପଡ଼ିଛନ୍ତି ଚାଉଳ ପାଛୁଡ଼ା କାରଣ ଠାକୁରାଣୀ ପାଖକୁ ଦିଆଯିବ। ମୁଁ ଆପଣଙ୍କୁ ପୁରା ଟେଣ୍ଟ ଦେଖାଉଛି ବାହାରର। ଦେଖନ୍ତୁ ଦୁଇଟା ପୂର୍ଣ୍ଣକୁମ୍ଭ ହେଇଯାଇଛନ୍ତି ଆଉ ଜଗନ୍ନାଥ ଗଣେଶ ସେପଟେ ୱେଡ଼ିଂ। ସିଏ ମିଳିଲାନି ସେଇ ସବୁ ସେଇଥିରୁ ଦିଅ।
ସବୁ ସେଇଥିରୁ ଦିଅ କ'ଣ କରିବା। ମିଳିଲାନି ଦୋକାନରେ ଥୁଆ ହେଇନି କେବେ ମିଳିଲାନି। ମିଳିଲାନି ମାନେ ମିଲ୍କି ଯିବାକୁ ପଡ଼ିବ। କୁଆଡ଼ିକି? ମିଲ୍ ଚାଉଳ ମିଲ୍। ଚନ୍ଦନପୁର ସେ ଯୋଉଠି କରେ ଚାଉଳ ମିଲ୍ ତ ଯିବାକୁ ପଡ଼ିବ ଆଉ। ଗୋପାଳ ଦୋକାନରେ ନାହିଁ ଆମର ଯୋଉ ଡାଲି ଚାଉଳ ଲୁଣ ନାହିଁ ପରା ଯାଇଥିଲୁ ଆଉ। କମ୍ପ୍ରମାଇଜ୍ କରିବାର ନାହିଁ। ତମେ ଭଲ ଜିନିଷ ଦିଅ ଭଲ ବାହାଘର ହବ। ଇଏ ଗାଁ ମାନଙ୍କର ତ ଅରୁଆ ଚାଉଳ ବୋଧେ ମିଳୁଛି କଣ୍ଟ୍ରୋଲରେ ନା ଉଷୁନା? ମର୍ଣ୍ଣିଂ। ତୁ ଯେଉଁ ଏଠିକି ଆସିଛୁ ଦାଦା ବାହାଘର ଉଠିବା ପାଇଁ ନା ଏମିତି ଅଳସୁଆଙ୍କ ଭଳିଆ ଶୋଇବା ପାଇଁ? ଏକ ଗଧ। ହଁ ବା କୁକୁରକୁ ଦେଖୁନ। ଆଗକୁ କରିଦିଅନ୍ତୁ କୁକୁରକୁ ଦେଖିକି ମା ମୁଁ ଯାଉଛି।